କ'ଣ ଆପଣଙ୍କ କେଶ ଆଗ ଅପେକ୍ଷା ଅଧିକ ଝଡ଼ୁଛି କି? ଗ୍ରୀଷ୍ମ ଋତୁରେ ଝାଳ ଏବଂ ଗରମ ଏବଂ ଆର୍ଦ୍ରତା ଆପଣଙ୍କ ଚୁଟିକୁ ଦୁର୍ବଳ କରିଦେଉଛି କି? ବାୟୋଟିନ୍ ନେଉଥିଲେ ମଧ୍ୟ ଆପଣ ଆଶା କରିଥିବା ଫଳ ପାଉନାହାନ୍ତି। ବାସ୍ତବରେ ବାୟୋଟିନ୍ କେଶ ବୃଦ୍ଧି ପାଇଁ ଖୁବ୍ ଜରୁରୀ, କାରଣ ଏହା କେରାଟିନ୍ ଉତ୍ପାଦନରେ ସାହାଯ୍ୟ କରେ, କିନ୍ତୁ କେବଳ ଏହାର ଅଭାବ ନୁହେଁ। ପୁରୁଷ ଏବଂ ମହିଳା ଉଭୟଙ୍କର କେଶ ଝଡ଼ିବା କାରଣ ଅଲଗା ଅଲଗା ହୋଇପାରେ। ପୁରୁଷମାନଙ୍କର ପ୍ରାୟତଃ ଜେନେଟିକ୍ ଏବଂ ହରମୋନ୍ ବିଶେଷ କରି DHT ଯୋଗୁଁ ପ୍ୟାଟର୍ନ ବାଲ୍ଡନେସ୍ ଦେଖାଯାଏ, ଯେତେବେଳେ ମହିଳାମାନଙ୍କର ହରମୋନ୍ ଚେଞ୍ଜ, ପୃଷ୍ଟି ଅଭାବ, ଷ୍ଟ୍ରେସ୍ ଏବଂ ଥାଇରଏଡ୍ ସମସ୍ୟା ଯୋଗୁଁ କେଶ ପତଳା ହେବା ଏବଂ ଝଡ଼ିବା ଦେଖାଯାଏ। ଏହା ସହ ଗ୍ରୀଷ୍ମ ଋତୁରେ ଅଧିକ ଝାଳ ଓ ମୁଣ୍ଡରେ ଉତ୍ତାପ ଆପଣଙ୍କ କେଶକୁ ଆହୁରି ଅଧିକ କ୍ଷତିଗ୍ରସ୍ତ କରେ। ତେବେ ପ୍ରଶ୍ନ ହେଉଛି, ଏହାର ସହଜ ଏବଂ ପ୍ରାକୃତିକ ସମାଧାନ କ'ଣ? କିନ୍ତୁ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ନିଜ ରୋଷେଇ ଘରେ ଥିବା କିଛି ଶକ୍ତିଶାଳୀ ଭାରତୀୟ ଉପାୟ ଆଜି ମୁଁ ଆପଣଙ୍କୁ କହିବି। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ନମସ୍କାର, ମୁଁ ଆର୍କେ, ଆପଣ ଦେଖୁଛନ୍ତି ଆୟୁର୍ବେଦିକ ଲାଇଭ୍ ଓଡ଼ିଆ। ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ପ୍ରଥମେ ହେଉଛି ଅଁଳା। ଆମେ ଆମ ମୁହଁ ପାଇଁ SPF ଉପରେ ଅତ୍ୟଧିକ ଗୁରୁତ୍ୱ ଦେଉଛୁ, କିନ୍ତୁ ଏହା ସତ୍ୟକୁ ସମ୍ପୂର୍ଣ୍ଣ ଅଣଦେଖା ଆମେ କରିଦେଉ। ସୂର୍ଯ୍ୟର UV ରଶ୍ମି ପ୍ରକୃତରେ ଆମ କେଶକୁ ପ୍ରୋଟିନ୍ରୁ ସିଝାଇ ଦେଉଛି, ଯେଉଁଠାରେ ଅଁଳା ଆକ୍ରମଣ କରେ ପ୍ରଚୁର ପରିମାଣରେ ଭିଟାମିନ୍ C ସହିତ ପରିପୂର୍ଣ୍ଣ ଗୋଟେ ଭାରି କର୍ତ୍ତବ୍ୟ ନିଭାଏ। ଫଟୋ ପ୍ରୋଟେକ୍ଟ ଭାବେ କାମ କରେ। ଏହା ଅପରାହ୍ନ ସୂର୍ଯ୍ୟ କିରଣ ଆପଣଙ୍କ କେଶକୁ ଗରମ କରିଦେଉଥିବା ମୁକ୍ତ ରେଡିକାଲ କ୍ଷତି ସହିତ ସକ୍ରିୟ ଭାବରେ ଲଢ଼ିଥାଏ। ଏହା ବ୍ୟତୀତ ଗରମ ମାସରେ ଆପଣଙ୍କ କେଶ ଶୀଘ୍ର ଧଳା ହେଉଥିବା ଲକ୍ଷ୍ୟ କରିଛନ୍ତି କି? ଅଁଳା ଏଥି ମଧ୍ୟ ରୁକ୍ ଲଗାଇପାରେ, ସାହାଯ୍ୟ କରେ। ଏହା ସହିତ ଯଦି ମଧ୍ୟାହ୍ନ ସୁଦ୍ଧା ଆପଣଙ୍କ ମୁଣ୍ଡ ତେଲିଆ ତେଲିଆ ଲାଗେ, ତେବେ ଅଁଳା ପାଉଡର ମାସ୍କ ଲଗାଇବା ଦ୍ୱାରା ଆପଣଙ୍କର ପ୍ରାକୃତିକ ତେଲ ଉତ୍ପାଦନର ସୁନ୍ଦର ଭାବେ ସନ୍ତୁଳିତ ହୁଏ। ଦ୍ୱିତୀୟ ହେଉଛି ଲିମ୍ବ ପତ୍ର। ଗ୍ରୀଷ୍ମ ଋତୁ ହେଉଛି ଝାଳ ଏବଂ ମୂଳରେ ଫସି ରହିଥିବା ଝାଳ ଜୀବାଣୁ ଏବଂ ସେହି ଭୟଙ୍କର ଗ୍ରୀଷ୍ମକାଳୀନ ଡେଣ୍ଡର ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ପ୍ରଜନ ଭୂମି ସୃଷ୍ଟି କରିପାରେ। ଯଦି ଆପଣ ତାକୁ କୁଣ୍ଡେଇ କୁଣ୍ଡେଇ ବେହାଲ ହୋଇସାରିଲେଣି, ତେବେ ଲିମ୍ବ ପତ୍ର ଆପଣଙ୍କୁ ସାହାଯ୍ୟ କରିପାରେ। ଏହା ଏକ ଭୟଙ୍କର ପ୍ରାକୃତିକ ଜୀବାଣୁନାଶକ, ଯାହା ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣରେ ପରିପୂର୍ଣ୍ଣ। ମୁଠାଏ ଲିମ୍ବ ପତ୍ର ଫୁଟାଇ ଥଣ୍ଡା ପାଣିକୁ ସାମ୍ପୁରେ ଏବଂ ପରେ ଶେଷରେ କେଶ ଧୋଇବା ସମୟରେ ବ୍ୟବହାର କରିବା ଦ୍ୱାରା ଲୁଣିଆ ଝାଳ ସଫା ହୋଇଯାଏ। ଏହା ମୂଳତଃ ଆପଣଙ୍କ ମୁଣ୍ଡର ପରିଚ୍ଛନ୍ନତା ଉପରେ ରିସେଟ୍ ବଟନ୍ ମାରିଥାଏ। ତୃତୀୟ ହେଉଛି ବ୍ରାହ୍ମୀ। କେବେ ଘର ଭିତରୁ ଆସି ଅନୁଭବ କରନ୍ତି ଯେ ଆପଣଙ୍କ ମୁଣ୍ଡ ଗରମ ଅନୁଭବ କରୁଛି? ଏହା ହେଉଛି କ୍ଲାସିକ୍ ପିଟା ଓ ଓଭରଲୋଡ୍। ଅଧିକ ଗରମ କେବଳ ଖରାପ ଅନୁଭବ କରେ ନାହିଁ, ଏହା ଆପଣଙ୍କ କର୍ଟିସଲ୍ ସ୍ତରକୁ ବୃଦ୍ଧି କରେ, ଯାହା ଚୁପଚାପ କେଶ ପତଳା ହେବା ଆରମ୍ଭ କରେ। ବ୍ରାହ୍ମୀ ଆୟୁର୍ବେଦିକରେ ନର୍ଭାଇନ୍ ଔଷଧ ଭାବେ ଜଣାଯାଏ। ଏହା ଆପଣଙ୍କ ସ୍ନାୟୁ ପ୍ରଣାଳୀକୁ ଶାନ୍ତ କରେ ଏବଂ ଆପଣଙ୍କ ମୁଣ୍ଡ ପାଇଁ ଏୟାର କଣ୍ଡିସନର ପରି କାର୍ଯ୍ୟ କରେ। ବ୍ରାହ୍ମୀ ମିଶ୍ରିତ ତେଲ ମାଲିସ କରିବା ଦ୍ୱାରା ଆପଣଙ୍କର କେଶ ଚାରିପାଖରେ ଏକ ହାଇଡ୍ରେଟ୍ ସୁରକ୍ଷା ପ୍ରତିବନ୍ଧକ ସୃଷ୍ଟି ହୁଏ। ସୂକ୍ଷ୍ମ ଉତ୍ତାପକୁ ବାହାରେ ରଖାଯାଏ ଏବଂ ଉତ୍ତାପଜନିତ କେଶ ପତନକୁ ସକ୍ରିୟ ଭାବେ ବନ୍ଦ କରିଥାଏ। ଚତୁର୍ଥରେ ହେଉଛି ଆଲୋଭେରା ବା ଘି କୁଆଁରୀ। ହଁ, ଏହା ରସାଳ, କିନ୍ତୁ ଆଲୋଭେରା ବିନା କୌଣସି ଭାରତୀୟ ଗ୍ରୀଷ୍ମକାଳୀନ ବଞ୍ଚିବା କିଟ୍ ସମ୍ପୂର୍ଣ୍ଣ ହୁଏ ନାହିଁ। ବାହାରେ 40 ଡିଗ୍ରୀ ତାପମାତ୍ରା ଥିଲେ କେଶ ତେଲକୁ ସମ୍ପୂର୍ଣ୍ଣ ଭାବେ ଶ୍ୱାସରୁଦ୍ଧ ଅନୁଭବ କରିପାରେ। ଆଲୋଭେରା 99% ଜଳ, ଯାହା ଘୂର୍ଣ୍ଣ୍ୟ ତେଲିଆ ପ୍ରଭାବ ବିନା ପ୍ରଚୁର ଜଳୀୟ ଅଂଶ ପ୍ରଦାନ କରେ। ଆହୁରି ଭଲ, ଏଥିରେ ପ୍ରୋଟିଓଲାଇଟ୍ ଏନ୍ଜାଇମ୍ ରହିଛି, ଯାହା ସକ୍ରିୟ ଭାବେ ମରିଥିବା ଚର୍ମର କୋଷଗୁଡ଼ିକୁ ମରାମତି କରେ। ଗାଧେବାର 20 ମିନିଟ୍ ପୂର୍ବରୁ ମୁଣ୍ଡରେ କିଛି ତାଜା ଆଲୋଭେରା ଜେଲ୍ ଲଗାନ୍ତୁ। ଏହା ଏକ ପ୍ରାକୃତିକ ହ୍ୟୁମକେଣ୍ଟ ଭାବେ କାର୍ଯ୍ୟ କରେ। ପଞ୍ଚମରେ ହେଉଛି ଶିକାକାଇ। ଯେତେବେଳେ ଆପଣ ପ୍ରତିଦିନ ଗରମ ଅନୁଭବ କରୁଛନ୍ତି ବା ଗମ ଗମ ଝାଳ ବାହାରୁଛି, ଆପଣ ସେତେବେଳେ ନିଶ୍ଚିତ ଭାବେ ଅଧିକ ଥର ଆପଣଙ୍କ କେଶ ଧୋଇଥାନ୍ତି। ସମସ୍ୟା ହେଉଛି ସପ୍ତାହକୁ 4 ଥର କେମିକାଲ ସାମ୍ପୁରେ ମୁଣ୍ଡ ଘଷିବା ବା କେଶ ସଫା କରିବା ଦ୍ୱାରା ଆପଣଙ୍କର ପ୍ରାକୃତିକ ସିରମ ଦୂର ହୋଇଯାଏ, ଯାହା ଆପଣଙ୍କ କେଶକୁ ବିପଜ୍ଜନକ ଭାବେ ନଷ୍ଟ କରିବା ଆରମ୍ଭ କରେ। ଶିକାକାଇ ଏଠାରେ ଗୋଟେ ନୂଆ ଜୀବନ ରକ୍ଷାକାରୀ ଭାବେ କାର୍ଯ୍ୟ କରେ। ଏହା ପ୍ରାକୃତିକ ଭାବରେ କମ୍ pH ଏବଂ କୋମଳ ସଫାକାରୀ ସ୍ୱପ୍ନିନ୍ ସହିତ ଏକ ଆର୍ଦ୍ରତା ଦୂର ନକରି ମଇଳାକୁ ଦୂର କରେ। ଏହାକୁ ଗୋଟିଏ ପ୍ରାକୃତିକ ରିଟାଙ୍ଗୁଲର ଭାବେ ଭାବନ୍ତୁ, ଯାହା ଆପଣଙ୍କ ମୁଣ୍ଡର ପ୍ରତିବନ୍ଧକୁ ସମ୍ପୂର୍ଣ୍ଣ ଅକ୍ଷୁଣ୍ଣ ରଖିବା ସହିତ ଝାଳପୂର୍ଣ୍ଣ କେଶକୁ ଦୂର କରେ। ଏସବୁ ବ୍ୟବହାର କରିବା ପାଇଁ ଜୀବନଶୈଳୀର ଏକ ବଡ଼ ପରିବର୍ତ୍ତନ ଆବଶ୍ୟକତା ନାହିଁ। କେବଳ ଗୋଟିଏ କିମ୍ବା 2ଟି ଉତ୍ପାଦନ ଏହି ଔଷଧ ବିକଳ୍ପ ପାଇଁ ବଦଳାନ୍ତୁ।
ଏବଂ ଦେଖନ୍ତୁ ଆପଣଙ୍କ କେଶ କେତେ ଭଲରେ ରହୁଛି। ତ ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ତ ଆପଣଙ୍କ ବନ୍ଧୁ ଏବଂ ଫ୍ରେଣ୍ଡମାନଙ୍କ ସହିତ ସେୟାର କରନ୍ତୁ। ଯଦି ଅଧିକ କିଛି ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ କମେଣ୍ଟରେ କ୍ୱେଶ୍ଚନ୍ କରନ୍ତୁ, ମୁଁ ତାହାର ଉତ୍ତର ଦେବି। ଆଉ ଗୋଟେ ଭିଡ଼ିଓରେ ଦେଖା ହେବା ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ନିଜର ଯତ୍ନ ନିଅନ୍ତୁ, ହସୁଥାନ୍ତୁ, ଖୁସିରେ ରୁହନ୍ତୁ। ରହିଲି, ଜୟ ଜଗନ୍ନାଥ।